ନମସ୍କାର। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ଜଗନ୍ନାଥଙ୍କ 16 କଳା। ଆସନ୍ତୁ ସେହି କଳା ବିଷୟରେ ଜାଣିବା। ପ୍ରଥମ କଳା ନିବୃତ୍ତି। ସଂସାରରେ ରହି ସାଂସାରିକତାରୁ ମୁକ୍ତ ହେବାର କଳା। ଦ୍ୱିତୀୟ କଳା ପ୍ରତିଷ୍ଠା। ସତ୍ ମାର୍ଗରେ ଯଶ ଅର୍ଜନ କରିବାର କଳା। ତୃତୀୟ କଳା ବିଦ୍ୟା। ନିଃସ୍ୱାର୍ଥ ଭାବରେ ଆଜି ଜନହିତକର ବିସ୍ତାର କରିବାର କଳା। ଚତୁର୍ଥ କଳା ଶାନ୍ତି। ମନ ଓ ମସ୍ତିଷ୍କ ମଧ୍ୟରେ ସମନ୍ୱୟ ରଖି ସ୍ଥିର ଚିତ୍ତରେ ରହିବାର କଳା। ପଞ୍ଚମ କଳା ଇନ୍ଦିକ। ନିଜ ଅନ୍ତଃଶକ୍ତିକୁ ସଂଗ୍ରହ କରିବାର କଳା। ଷଷ୍ଠ କଳା ଦୀପିକା। ଶକ୍ତିର ସତ ଏବଂ ଉପଯୁକ୍ତ ପ୍ରୟୋଗର କଳା। ସପ୍ତମ କଳା ରେଚିକା। ନିଜ ଦୁଷ୍ଟ ପ୍ରକୃତିକୁ ଚିହ୍ନି ତାହାକୁ ସ୍ୱୀକାର କରି ପରିତ୍ୟାଗ କରିବାର କଳା। ଅଷ୍ଟମ କଳା ମୋଚିକା। ମାୟା ଓ ମୋହରୁ ମୁକ୍ତ ହେବାର କଳା। ନବମ କଳା ପରା। ନୂଆ ଦିଶା ଅଙ୍କନ ଓ ବିଭିନ୍ନ ଅମୃତ ଲକ୍ଷ୍ୟ ସ୍ଥାପନ କରିବାର କଳା। ଦଶମ କଳା ସୂକ୍ଷ୍ମ। ସତ ସୂକ୍ଷ୍ମଗତ ବିଚାର କରିବାର କଳା। ଏକାଦଶ କଳା ସୂକ୍ଷ୍ମ ଅମୃତ। ଅମୃତ ତୁଲ୍ୟ କଥାର ପ୍ରୟୋଗ ତଥା ତାହାକୁ ଅମୃତ ପରି ବିସ୍ତରଣର କଳା। ଦ୍ୱାଦଶ କଳା ଜ୍ଞାନ। ଠିକ୍ ଓ ଭୁଲ ମଧ୍ୟରେ ପ୍ରଭେଦକୁ ବୁଝିବା ଓ ବୁଝେଇବାର କଳା। ତ୍ରୟୋଦଶ କଳା ଜ୍ଞାନ ଅମୃତ। ଜ୍ଞାନ ଅର୍ଜନ କରି ତାହାକୁ ଅମୃତ ପରି ବାଣ୍ଟିବାର କଳା। ଚତୁର୍ଦ୍ଦଶ କଳା ଆପ୍ୟାୟନୀ। ନିଜ କର୍ମ ଦ୍ୱାରା ସମାଜ କଲ୍ୟାଣ କରିବାର କଳା। ପଞ୍ଚଦଶ କଳା ବ୍ୟାପିନୀ। ସତ୍ୟକୁ ସର୍ବବ୍ୟାପୀ କରିବାର କଳା। ଷୋଡ଼ଶ କଳା ବ୍ୟାମ ରୂପ। ଆକାଶ ପରି ନିଜ ବିରାଟ ବ୍ୟକ୍ତିତ୍ୱରେ ସମସ୍ତଙ୍କୁ ସମାହିତ କରିବାର କଳା। ଆଜି ପାଇଁ ଭିଡ଼ିଓଟି ଏତିକି। ଥ୍ୟାଙ୍କ୍ସ ଫର ୱାଚିଂ।